କେନାଡିପା ଗ୍ରାମରେ ନାମଯଜ୍ଞ। ସମ୍ବଲପୁର 14/4/2024 ରବିବାର କେନାଡିପା ଗ୍ରାମରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପୂଜକ କଳ୍ପତରୁ ମହାପାତ୍ର ପୂଜାର୍ଚ୍ଚନା କରିଥିଲେ। କର୍ତ୍ତା ସୁଜିତ ଚୌଧୁରୀ ଓ ତାଙ୍କ ଧର୍ମପତ୍ନୀ ଲିପ୍ସାରାଣୀ ଚୌଧୁରୀ ନାମଯଜ୍ଞର କର୍ତ୍ତା ଥିଲେ। କୀର୍ତ୍ତନ ମଣ୍ଡଳୀ ଦଳ ଭୋଇଡେରା, ବିଜାଗୁଡ଼ା, ନକଟିପାଲି, ରଜାମୁଣ୍ଡା, କଦଳୀକଟା, ଭୋଇପାଲି, କେନାଡିପା, ରଙ୍ଗିନପାଟି ଯୋଗ ଦେଇଥିଲେ। 11/4/2024 କଳସ ଯାତ୍ରା, 12/4/2024 ନାମ ଆରମ୍ଭ, 13/4/2024 ପୂର୍ଣ୍ଣାହୁତି ବା ପ୍ରସାଦ ସେବନ। ସହଯୋଗକର୍ତ୍ତା ରାଜକିଶୋର ଚୌଧୁରୀ, କ୍ଷୀରୋଦ ପଟେଲ, ବନମାଳୀ ଧୁରୁଆ, ଶ୍ରୀକୁମାର ପଟେଲ, ତରୁଣ ଚୌଧୁରୀ, ହରେଶ ପଟେଲ, ଅଲେଖ ପଟେଲ, ରାଜନ ପଟେଲ, ଅମିତ ପଟେଲ, ରଜତ ପଟେଲ, ସ୍ୱରାଜ ପଟେଲ, ପ୍ରଭାତ ନାୟକ ଇତ୍ୟାଦି ଯଜ୍ଞ ସହଯୋଗ କରିଥିଲେ। ସମ୍ବଲପୁରରୁ ନରେନ୍ଦ୍ର ସାହୁଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।